ପାର୍ଥିବରେ ଅତ୍ୟନ୍ତ ଜଡ଼ିତ ମଣିଷ ସଂସାରରେ ଅଧିକ ବାନ୍ଧି ହୋଇପଡ଼େ। ପରମ ପିତାଙ୍କ ଭଜନ କୀର୍ତ୍ତନ ନାମରେ ଯଦି ଭକ୍ତିଗଦ ହୋଇ ଲୁହ ବହିଯାଏ, ତାହା ହେଉଛି ଭକ୍ତିର ସ୍ୱରକାଣ୍ଡ। ତାହା ଶରୀର ଫଳଗ୍ରନ୍ଥି ଉନ୍ମୋଚନରେ ସାହାଯ୍ୟ କରେ। ତାହା ପଞ୍ଚ ଇନ୍ଦ୍ରିୟ ମନ ପ୍ରାଣକୁ ଦିବ୍ୟ ବାତାବରଣ ମଧ୍ୟକୁ ଘେନିଯାଏ। ଏହା ଏକ ମହତ୍ତର ଅବସ୍ଥା। ତାହା ଆମକୁ ଆତ୍ମବନ୍ଧନରୁ ମୁକ୍ତି ଏବଂ ଶ୍ରେଷ୍ଠ ମହତ୍ତମାନଙ୍କ ସହିତ ସାଥୀ କରିଦିଏ। କି ମଧୁର ତୁମ ଧ୍ୱନିର ଆହ୍ୱାନ, ଅନ୍ଧାରେ ଆଲୋକ ଦିଏ, ଅନ୍ଧାରେ ଆଲୋକ ଦିଏ। ସମୟ ସ୍ରୋତର ଅଶାନ୍ତ ଝଡ଼ ନିମିଷେ ଉଭେଇ ଯାଏ, ନିମିଷେ ଉଭେଇ ଯାଏ। ତୁମରି କାମନା ବାସନା ପରଶେ, ତୁମରି କାମନା ବାସନା ପରଶେ, ଜଗତ ଉଦ୍ଧାର ହୁଏ, ଜଗତ ଉଦ୍ଧାର ହୁଏ। କି ମଧୁର ତୁମ ଧ୍ୱନିର ଆହ୍ୱାନ, ଅନ୍ଧାରେ ଆଲୋକ ଦିଏ, ଅନ୍ଧାରେ ଆଲୋକ ଦିଏ। ସୃଷ୍ଟିର ଆଧାର ହେ ପୂଜ୍ୟ ଠାକୁର, ନାମ ବହିଅଛ ଶ୍ରୀ ଅନୁକୂଳ। ଆଖି ଆଇନାରେ ତୁମ ଦିବ୍ୟ କାନ୍ତି, ଦିଶଇ ଅତୀବ ସୁନ୍ଦର ମୂରତି। ଶୟନେ ସପନେ ଅବା ଜାଗରଣେ, ଶୟନେ ସପନେ